ତୋତେ ଟିକେ କାମ କରତେ ଇଚ୍ଛା ହଉଛି କି ଭାଇ? ତୁ ତ ଅବଜରଭେସନ କରୁଛୁ ସବୁଆଡେ ତ ତ ବସିକି ରହିତେ କୁହାହେଲା ମ। କେତେବେଳେ କ୍ଷୀର ଦୁଇତେ ତୁ କ୍ଷୀର ପାଖକୁ ଆସୁ ନାଇଥିଲୁ ଏ 2 ଦିନ ହେଲା ପଳେଇ ଆସୁଛୁ ନାଇଁ ନା? ନାଇଁ ଦୋହିଲେ କି ପାଇଁ ଦୋହିଲେ ନା ବାନ୍ଧି ଦେଇଥାନ୍ତ ନା ସୁତୁଲି ଫୁତୁଲି ସବୁ ଅଛି। এইটা ଗୋଟେ କାମ ହେଇଗଲା ଘର ପୁରା କାମ ସରିବନି। ଏଇଟା ଦିନ ଏଇନା 15 ଦିନ ଅତି କମରେ କେତେ ଧାନ ରଖିଛ ତୁ? ଆଉ ଦିନ ସିଝେଇବୁ ଦିନ ସୁଗର ନେବୁ ଚାଉଳ ଆଣିବୁ ଆଉ ନେବୁ। ମୁଁ ଭାବିଲି ବିକି ଦେଲ ବେଳେ ଆହୁରି ଅଛି ନି ବାଇଶ ବାହାର ବସ୍ତାଟା ଧୀରେ ଧୀରେ ହବନି। ନାଇଁ ଏକାଥରେ କାମ ସରିବ ଆରମ୍ଭ ହେଲା ମାନେ ସରିବ। ଧୀରେ 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 ପଛେଇ ପଛେଇ ଖାଉଥା ବର୍ଷ ଯାକ ପଛେ 15 ଦିନ ପୁରା ଡ୍ୟୁଟି କରିଦ। 15 ଦିନ ଡ୍ୟୁଟି ଆଜି ନେଲେ ଆଜି ନାଇଁ ଆଣିବା କାଲି ଯାଇ ଉଲେଇଯାଉ ବୁଢ଼ୀ ତାର ଘାଣ୍ଟି ଘୁଣ୍ଟା କରିବା ଖାଇବ କଲିଟା ନେଇ ଆଣିବୁ ଆଜି ଆଣିକରି ଆମ ମୂଳେ ରଖିଦେଇଛୁ ଆଜି କାଲିକା ଦେଖ ଆଜି ଟିକେ ମୋର ସୋରୁମ୍ ଯିବାର ଥିଲା ହେଲା କି ସୋରୁମ୍ ଗାଡ଼ି ସର୍ଭିସିଂ କରିବା କଥା ବହୁତ ଦିନ ହେଲାଣି ସେ କଲ୍ ଫଲ୍ କଲାଣି। ଆଜି ଟିକେ ଫାଙ୍କା ଥିଲି ଭାବୁଥିଲି ଟିକେ ସକାଳୁ ପଳେଇବି ଯାଇକି ଟିକେ ସିରିଏଲ୍ କରିଦେବି। ବର୍ତ୍ତମାନ ବାଜିଗଲାଣି 9:30 ସକାଳୁ ତ ଯାଇ ହେଉନି। ସକାଳୁ କ'ଣ କୁହାହେଲା ଦାଦା ଏଇ ଲୋକଟା ହେଲା ସକାଳୁ କହୁଛି ଦାଦା ଆଉ ଧାନ ଟିକେ ନେଇଦେ। ଧାନ ନେଇ ରଖିଲି ଧାନ ନେଇ ରଖି ଆଇଲା ପରେ କ୍ଷୀର ନେଇକି ଗଲୁ। ଆଜି ସାନ ଦାଦା କୁଆଡ଼େ ଟିକେ କାମରେ ପଳେଇଲେ ଦାଦାଙ୍କ ସାଙ୍ଗେ ଯାଇଥିଲୁ। ତାପରେ ଏବେ ଆସିଲି ବାଜିଗଲାଣି 9:30 ମ୍ୟାଡ଼ାମକୁ ଫୋନ୍ କରିକି ପଚାରିଦେଲି ଯିଏ ଆମର ସର୍ଭିସିଂ ସେଣ୍ଟରରେ ଥାନ୍ତି। କହିଲେ ହଉ ଖୋଲା ଅଛି ଆଜି ପଳେଇ ଆସ ସର୍ଭିସିଂ କରିଦେବ। କିନ୍ତୁ ମୁଁ ଜାଣିଛି ସକାଳୁ ଯାଇକି ସିରିଏଲ୍ କରିବା ପାଇଁ ପଡ଼େ 8ଟା 8:30 ବେଳେ ପହଞ୍ଚିବା ପାଇଁ ପଡ଼େ। 9ଟାରୁ ତାଙ୍କର ଷ୍ଟାର୍ଟ ହେଇଯାଏ। ଆଉ ଏବେ ତ 9:30 ବାଜିଲାଣି ପହଞ୍ଚୁ 10ଟା ଟିକେ ଲେଟ୍ ହେବ ଯାହା ବି ହଉ ସର୍ଭିସିଂଟା କରିଦେବା। ଗାଡ଼ିଟା କ୍ୟାଟ୍ କରୁଛି ଆଉ ସେମିତି କଲେ ଗାଡ଼ି ଟିକେ ଚଲେଇତେ ଇଚ୍ଛା ହୁଏନି। କିନ୍ତୁ ବର୍ତ୍ତମାନ ସୁଦ୍ଧା ମୋର କାମ ସରିନି। ଏବେ ଆସିକି ଘରେ ପହଞ୍ଚେ ଏବେ ବାହାରୁଛି ଯିବି ବୋଲି ମାଆ କହିଲାଣି ଯାଇକି ଟିକେ ଜେରକ୍ସ ମାରିକି ଯିବା ଜେରକ୍ସ ଟିକେ କରିଦେବା। ଘରୁ ତ ଯାଉ ଲେଟ୍ ହେବ ଆଇଲା ବେଳେ ଆଉ କେମିତି ଜଲ୍ଦି ଆଇବୁ। ହଉ ଘର କାମ ନ ସରିଲେ ଆଉ କେମିତି ଘରୁ ବାହାରିବା। ଜେରକ୍ସ କରିଦେବି କ'ଣ? ଆଉ ସକାଳୁ କିସ କରିଥିଲୁ? ଭାଇ ସିଏ ତାର ଡକୁମେଣ୍ଟ ବାହାର କରୁଛି ଏପଟେ ଦେଖ ମା ତାର ବାହାର କରୁଛି ପୁରା ଭିଣି ଦେଇଛି। ସକାଳୁ କିଛି କହିଲା ନାହିଁ। ଏଇନା ଯେତେବେଳେ ଯିବି କହୁଛି କେଉଁ ଜରି ନା ସବୁ ବାହାରୁଛି। ଏ ତ ଜେରକ୍ସ ଅଛି ଜେରକ୍ସ ଗୁଡ଼ା ନାହିଁ ବେ ଆଉ ବାଜିଗଲା 9:39 ମାଆର କାମ ନହିଲା କାରଣ ବାହାରିଲା ବେଳକୁ ତା ଜେରକ୍ସ ସହ ଖୁଡ଼ିଙ୍କ ବି ଜେରକ୍ସ କରିବା ପାଇଁ କହୁଥିଲା ହେଲା। ଆଉ କେବେ ଗୋଟେ ଦରକାର ହେବ। ମୁଁ କହିଲି ଥାଉ ମୁଁ ଆସିଲେ କରିଦେବି। ଏବେ ବାହାରି ଯାଇଛି। ଦାଦା ତା ଲେଖା ପଢ଼ାରେ ମନ ଦେଲାଣି। ଖରାରେ ବସ ନାହିଁ ଭାଇ। ଆଉ କିସ କହିବୁ କିସ ଆଣିଦେବି କି ଏଇ ମାନେ କେଉଁଝର କିସ ଆଣିଦେବି? କିଛି ନାହିଁ ଚକୋଲେଟ୍ ବିସ୍କୁଟ୍ ମିକ୍ସଚର କିସ କହୁଛି ଆଉ ଥରେ ପଛପଟେ ଆଉ କିସ କହିବୁ କହ? କିସଟା? ଛେନା ଖାଇକି ଯିବି ନେଇଦେବି
ଓ ପ୍ୟାକ୍ କରିଦେ। ହଁ ତ କିସ ଆଉ କିଛି କହିବୁ ନାହିଁ। ଧୀରେ ଧୀରେ ଯିବୁ, ଧୀରେ ଧୀରେ ଗାଡ଼ି ଚଲାଇବୁ, ଦେଖିକି ଯିବୁ, କିଛି ଗୋଟେ କହ। ଦାଦା ହଁ ଦେ ପ୍ୟାକ୍ କରିଦେ। ଦାଦା ଜାଣିଛି ମୁଁ କେବେ ସ୍ପିଡ଼ ଚଲାଇନି ହେଲା। ସ୍ପିଡ଼ କେତେବେଳେ କେମିତି ଚଲାଇ ଦିଏ ଆଉ। ଅଧିକାଂଶ ଟାଇମ୍ ସ୍ପିଡ଼ ଚଲାଇନି, ଗାଡ଼ି ଯେହେତୁ ଖରାପ ଅଛି ଧୀରେ ଧୀରେ ଯିବି ଆଉ। ଦେ 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 ପ୍ୟାକ୍ କରିଦେ। ସବୁ ବାହାରିକି ମୁଁ ଏବେ ଯାଉଛି ମୋ ନେକ୍ସଟ ଡେଷ୍ଟିନେସନ୍। କାମ ହେଇପାରିଲା ନାହିଁ, ଯେଉଁ ସାଉଣ୍ଡ ହେଉଥିଲା ସେଇଟା ହେବ ହେଲା। ହେବ କହିଲେ ଟାଇମିଂ ଚେନ୍ ନୁହଁ, ଚେନ୍ ପକେଟ୍ ମୋର ଯାଇଛି। ଚେନ୍ ପକେଟ୍ର ଆଗ ଫ୍ରଣ୍ଟ ସକେଟ୍ ନା ତାକୁ କ'ଣ କହୁଛନ୍ତି ସେଇଟା ବ୍ୟାଙ୍କ ହେଇଯାଇଛି। ଏବେ ଚେଞ୍ଜ ପକେଟ୍ ଚେଞ୍ଜ କରି ହେବ ନାହିଁ କହିଲେ ଏବେ କହିଲେ କିଛି ଦରକାର ନାହିଁ, 12,000 ଖଣ୍ଡେ ଚାଲୁ, ଲାଷ୍ଟ ସର୍ଭିସିଂ ସରିଯାଉ କହିଲେ ହଉ ଚାଲୁ ତାହେଲେ। ଆଉ ବର୍ତ୍ତମାନ ତାମାନେ କ'ଣ ହେବ, ତା ସହ ମ୍ୟୁଚୁଆଲ୍ ଅଣ୍ଡରଷ୍ଟାଣ୍ଡିଂ କରିକି ଆମକୁ ଗାଡ଼ି ଚଲାଇବା ପାଇଁ ପଡ଼ିବ ଆଉ, ସାଉଣ୍ଡ ସହ ଆଉ କିଟକାଟ ହେବ ଆଉ। ଚେଞ୍ଜ ଯେ ଯାଏଁ ନ ହେଇଛି ଆଉ ଚାଲୁ ଆରାମସେ 12,000 ଖଣ୍ଡେ, ତାପରେ ଚେଞ୍ଜ କରିବା। ଏଇ ତ ଆଜି 9,000 ହେବ ଆଉ। ଧୀରେ ଧୀରେ ଯାଉଛି ମୁଁ ଏବେ ବ୍ୟାଙ୍କ ଅଫ୍ ବରୋଦା। ସେଦିନ ଆସିଥିଲି, ମାଆର କାମ ହେଇନଥିଲା, ଆଜି ଦେଖିବା ଅପଡ଼େଟ୍ ହେଇପାରୁଛି ନା ନାହିଁ। ପହଞ୍ଚିଲି ଗାନ୍ଧୀ ଛକ। ଅଟକେଇ ଦେଇଛି ତ ଆଉ। ଲା 35 ସେକେଣ୍ଡ ଓକେ। ଗାଡ଼ି ଏଇ ରାଇଟ୍ ସାଇଡ଼୍ରେ ପାର୍କିଂ କରିଦେଲି, ଆଉ ଇଆଡ଼ୁ ଚାଲିକି ପଳେଇବା, କାରଣ ଫ୍ରଣ୍ଟ ଆଡ଼େ ଗାଡ଼ି ପାର୍କିଂର ବହୁତ ଅସୁବିଧା ହେଲା। ଏଇଠି ଗାଡ଼ି ପାର୍କିଂ କରିଦେବା, ଡ୍ରେନ୍ରେ ପଶିବୁନି। ମାଆଙ୍କର ବ୍ୟାଙ୍କ କାମ ହେଇଗଲା, ଯେହେତୁ ଗାଡ଼ି ଆଜି ଟିକେ ସର୍ଭିସିଂ କରିଦେଲି, ଏବେ ଟିକେ ଯାଉଛି ଗାଡ଼ି ଟିକେ ଧୋଇଦେବା ହେଲା। ତାଙ୍କର ସର୍ଭିସିଂ ସେଣ୍ଟରରେ ଆଜି କ'ଣ କାମ ଚାଲିଥିଲା ଭିତରେ, ଆଜି ସେଠି ଗାଡ଼ି ଧୁଆ ହେଇପାରିଲାନି, ବାହାରେ ହିଁ ସବୁ କାମ କରିକି ପଠାଇଦେଲେ। ଏଠି ଟିକେ ଧୋଇ ଦେଇକି ପଳେଇବା ଏକାଥରେ ଆଉ, ଚିକଚାକ୍ କରିକି ଗାଡ଼ିଟାକୁ ଆଉ। ଫାଙ୍କା ଅଛି ତ, ମୁଁ ଗୋଟେ ବାଇକ୍ ଧୁଆ ହେଉଛି, ଲାଇନ୍ରେ ଲଗେଇଦେବା। ସର୍ଭିସିଂ ପରେ ଗାଡ଼ି ଧୁଆ ସରିଗଲା। ଯେହେତୁ କେନ୍ଦୁଝରକୁ ଆସିଛି, ତେଲ ଟୋପାଏ ପକାଇଦେବା। ଇଏ ହେଲା ବିଶାଳ ଆମର ମେଗା ମାର୍ଟ, ଏସ୍ଆର୍ରେ ଟିକେ ପକାଇଦେବା ହେଲା। ଏସ୍ଆର୍ ତେଲ ଭଲ ନା କ'ଣ, ବର୍ତ୍ତମାନ ତ ନାଁ ଚେଞ୍ଜ ହେଇକି ନାଇରା ହେଇଯାଇଛି, ତ ଯାହା ବି ହଉ ସେଇଠି ଟିକେ ତେଲ ଟିକେ ପକାଇଦେବା। ଆଉ 1 ଲିଟର ଖଣ୍ଡେ ତେଲ ଆଉ, ଯେହେତୁ ଆଜି ସର୍ଭିସିଂଟା କରିକି ନା ମନ ବୁଝୁ ହେବ ନା। ଚାଲ ଟିକେ ବୁଲି ଆସିବା। ବାପା ଯଦି ବାଇକ୍ ନିଅନ୍ତେ ତାହେଲେ ତ ଟାଙ୍କି ଫୁଲ୍ ହେଇଯାଆନ୍ତା ହେଲା। ଯେହେତୁ ନେଇକି ଆସିଛି, ବେଶୀ ନାହିଁ, 1 ଲିଟର ଖଣ୍ଡେ ଢାଳିଦେବ, ତାପରେ ବାପାଙ୍କୁ ଦେଇଦେବା। ଆଉ ଦିନ ବାପା ଟାଙ୍କି ଫୁଲ୍ କରିଦେବ ଆଉ। ରାଇଟ୍ ସାଇଡ଼୍ ଇଣ୍ଡିକେଟର୍ ମାରିଦିଅ, ତାପରେ ଆମର ନାଇରା ପେଟ୍ରୋଲ ପମ୍ପ ପଡ଼ିଛି। ଆଉ ପେଟ୍ରୋଲ ପମ୍ପ ଫାଙ୍କା ଅଛି ନା ଭିଡ଼ ଅଛି, ଏଇଠୁ ହିଁ ଫୋନ୍ଟା ଖୋଲିଦିଅ, ସେଇଠି ଲାଜ ଲାଗିବ ହେଲା। ତେଲ ଢାଳି ସାରିବା, ତାପରେ ଘରକୁ ଗଲାବେଳେ ଟୁଁ ଟୁଁ କରିବା।
ଶହେ କୋଡ଼ିଏ ରହିଯା ପଚାଶ ପଚାଶ ଦେଲି 50 ଦିନ ହଁ 150 ଦେଲି ମେସିନ୍ ଟା ଦେଇଦିଅ ଏଇ ତ ଧୀରେ ଧୀରେ ସାହସ ବଢ଼ୁଛି ଆଉ ହେଲା ମୋତେ ଫାଷ୍ଟ ଡର ଲାଗୁଥିଲା ଭାବୁଥିଲି ପେଟ୍ରୋଲ ପମ୍ପରେ ଆଗରେ ଥାଏ ନା ଆମର ମାନେ ସାବଧାନତା ସୂଚନା ଏମିତି କ'ଣ ଗୋଟେ ଥାଏ ଫୋନ୍ କେହି ବାହାର କରିବ ନାହିଁ ତେଲ ପକାଇଲା ବେଳକୁ ବଟ୍ UPI ଜାଗାରୁ ଆସିଲାଣି ସମସ୍ତେ ତ ଫୋନ୍ ବାହାର କରୁଛନ୍ତି ଆଉ କିଛି ନାହିଁ ଚଳିବ ଯାହା ହଉ ମୋତେ ଫାଷ୍ଟ ଫାଷ୍ଟ ଡର ଲାଗୁଥିଲା ହେଲା କି ପେଟ୍ରୋଲ ପମ୍ପରେ କ୍ୟାମେରା ବାହାରିକି ଭିଡ଼ିଓ ବନାଇବା ପାଇଁ ଫିର୍ ବି ଆଗରେ ଦୁଇଟା ଛପରି ପିଲା ଥିଲା ନା ଛପରି ହଁ ସେମିତି ତ ଲାଗୁଥିଲେ କଲେଜ ପିଲା ଗୁଡ଼ା R15 ଥିଲା ତଥାପି ତ ଭିଡ଼ିଓ ଅନ୍ କରି ଦେଇଥିଲି ଆଉ ଏମିତି ଧୀରେ ଧୀରେ ଡର ଭାଙ୍ଗିବ ଚାଲୁ ଚାଲୁ ସଂସ୍ଥା ଚାଲୁ ୟେସ୍ ୟେସ୍ ଆଇ କ୍ୟାନ୍ ଡୁ ଇଟ୍ ଚାଲ 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 ଚକା ମୋଡ଼େଇଦେଲା ଖାଲି ଚକୋଲେଟ୍ ଖାଇବୁ ନାଇଁ ଭାଇ ପହଞ୍ଚିଲେ ଖାଲି ଚକୋଲେଟ୍ ଖାଇବୁ ଦେଖା ମୁହଁଟା କେମିତି ଲାଗୁଛି ଟେଷ୍ଟି ନା ଖଟା ଖଟା କେମିତି ଲାଗୁଛି ଚକୋଲେଟ୍ ବଢ଼ିଆ ହଉ ଚାଲ 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 ବସ ଚାଲ ମୁଁ ତୁମକୁ ଛାଡ଼ିକି ଜଲ୍ଦି ଯିବି ନା ଘରକୁ ରୁହ ମୁଁ ବସି ଚାଲେ ବସ ସାନ ବାବୁ ବସ ହେଇଗଲା ତୁମେ ଘାଟା ଖାଇଲ ତ ବାବୁ ଆଜି ହଁ ବାବୁ ବଡ଼ ବାବୁ ତୁମେ ଘାଟା ଖାଇଲ ତ ମଞ୍ଚ ମିଳିଲାନି ଲଲିପପ୍ରେ ତୁମକୁ ସନ୍ତୁଷ୍ଟ ହେବା ପାଇଁ ପଡ଼ିଲା ଆଉ ସାନ ବାବୁ କେମିତି ଲାଗୁଛି ଚକୋଲେଟ୍ ମିଠା ମିଠା ଆଜି ଅଙ୍ଗନବାଡ଼ିରେ କ'ଣ ଦେଲେ ଖାଇବା ପାଇଁ ଭାତ ଆଉ ଲୁଣ ସାଙ୍ଗରେ ଖାଇଲ ତରକାରୀ କ'ଣ ଦେଲେ ତରକାରୀ ଦେଇନାହିଁ ଖାଲି ଭାତ ଖାଇକି କେମିତି ଖାଇବ ତୁମେ ଖାଲି ଭାତ ନା ଭାତରେ ଆଉ ଭାତର କିଛି ମିଶାମିଶି ନାହିଁ ଏ ବାବୁ ଗୋଟେ ବାଜିଗଲା କି ଗୋଟେ ବାଜିଗଲା 9000 କିଲୋମିଟର ଚାଲିଲା ମୋ ଗାଡ଼ିଟା
रो 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 बड़ बाबू रो रो रुक 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 ओह्लई देवी रो मो बैगटा आणबु जा टुणी मो बैगटा आଣି दिଅ जो कबाटा लगा बाबू कबाट लगा जे जाए माँ को काम सरनी से जाए भाबुनी कि मो सब काम सरीगला है सकाल बाहर केन्दुझर से माँ कहूला जेरक्स मारे मुझे समय टाड़ी देती तापर मु संध्या बेले भाविली हो मारवानी ठीक अच्छे बापा स्कूल फेरला पर से बापा पाखे कहला लिपु आज मारी नहीं मो जेरक्स बापा पुणी फोन कले मत मुझे वाक वाकरे पलि आसती घर को फेरिकी एवं तार डॉक्यूमेंट सब नहीं आसी जेरक्स मारी बर्तमान माँ मो उपरे रोषे दायित्व दे से भात गाड़ा कहला टे तरकारीटा करदे तरकारी बोइले बापा गोटे फुलकोबी आनी फुलकोबी आलू कषा टे करदे डाली खाली ये ना कौन जानी नहीं आउ किसी जानी टिके साहाଯ୍ୟ करदे जेहेतु गोल्टी बुलती केते गोल्टी हो गोल्टी गोल्टी सुखी गली तरकारीटा करदेला ठीक चमकी जाऊँगी गोटे साइड मन थी गोटे साइड एमती हुए हाँ कहती तरकारीटा कर सारापर पुणी जा गेम टे खेल आज गेम टोटाल खेल पकईदेली कोबी आलू कोबी गोटे भाजी देले हाँ जे